ନିଷ୍ଠୁରତାର ପ୍ରତିଫଳ। ନଟବର ତା ପିଲାଦିନେ ଖୁବ୍ ଦୁଷ୍ଟ ଥିଲା। ଚଗଲାମି କରିବାରେ ତାର ଦିନ ଯାଏ। ବେଳେବେଳେ ନିଜ ଖୁସି ପାଇଁ ପଶୁମାନଙ୍କ ସହିତ ଲାଗି ତାଙ୍କୁ ସେ ଭାରି ହଇରାଣ କରେ। ଦୁର୍ଭାଗ୍ୟକୁ ଥରେ ଛୋଟ କୁକୁର ଛୁଆଟିଏ ତା ହାବୁଡ଼ରେ ପଡ଼ିଲା। ନଟର ବାପା ସବୁଦିନେ ଟିକିଏ ରୁଟି ଦେବାରୁ ସେ ସେଠିକି ଆସେ। ନଟ ସୁଯୋଗ ଦେଖି ତାକୁ ବହୁତ ହଇରାଣ କରେ। ଯେତେବେଳେ ଭୋକରେ ସେ ଖାଦ୍ୟ ପାଖକୁ ଦୌଡ଼େ, ନଟ ସେହି ଖାଦ୍ୟ ପାତ୍ରଟିକୁ କେଉଁଠି ଲୁଚାଇ ଦିଏ। ବେଳେବେଳେ ନଟ ସେ କୁକୁର ଛୁଆକୁ ନେଇ ଗଛର ଉଚ୍ଚ ଡାଳରେ ବସାଇ ଦିଏ। ଭୟରେ ତାର ପ୍ରାଣ ଛଟପଟ ହୁଏ। ସେ କୁଁ କୁଁ କରି ଅନବରତ ବୋବେଇ ଚାଲେ। ଏ କଥା ଦେଖି ନଟଲ ଖାଲି ହସି ହସି ଗଡ଼େ। ଏପରି ସବୁ ନ କରିବା ପାଇଁ ତାକୁ ତାର ବାପା ବହୁତ ବୁଝାନ୍ତି, କିନ୍ତୁ ଫଳ କିଛି ହେଲେ ବି ହୁଏ ନାହିଁ। ନଟବର ଧୀରେ ଧୀରେ ବଡ଼ ହେଲା। ନିଜ ଚଗଲାମି ଯୋଗୁଁ ସେ ଜମାରୁ ବେଶୀ ପାଠ ପଢ଼ି ପାରି ନଥାଏ। ଦେଶରେ ଅକାଳ ପଡ଼ିଲା। ତାର ବୁଢ଼ା ବାପା ରୋଗାକ୍ରାନ୍ତ ହୋଇ ମରିଗଲେ। ଏଣେ ଗ୍ରାମରେ ଫସଲ ନାହିଁ, ଖାଦ୍ୟାଭାବ। ଶେଷରେ ସେ ଅନ୍ୟ ଉପାୟ କିଛି ନ ପାଇ ସହରକୁ ଚାଲିଗଲା। ଭାଗ୍ୟକୁ ସହରରେ ପହଞ୍ଚି ତାକୁ ଜଣେ ସେଠଙ୍କ ଘରେ କିଛି କାମ ମିଳିଗଲା। ଖାଇ ପିଇ ମାସକୁ ଦରମା 25 ଟଙ୍କା। ସେଠଜୀ ଖୁବ୍ ଧାର୍ମିକ ଓ ବିଚାରବନ୍ତ ଥିଲେ। ସେଠଙ୍କର 10 ବର୍ଷର ପୁଅ ଶେଖର ନଟଠାରୁ କାହାଣୀ ଶୁଣିବାକୁ ଜିଦ୍ କରେ। ସେଥିରେ କାମରେ ଗୋଳମାଳ ହୋଇ ନଟ ଗାଳି ଶୁଣେ। ଦିନେ ସେ ନଟକୁ କହିଲେ, ମନେ ହୁଏ ତୋର ଆଉ କାମ ପାଇଁ ଇଚ୍ଛା ନାହିଁ। ଏପରି କାମରେ ହେଳା କଲେ ତୋତେ କାମ ଛାଡ଼ି ଚାଲିଯିବାକୁ ହେବ। କାମରୁ ବାହାରି ଯିବା ଡରରେ ସେ ସେଠଜୀଙ୍କୁ ସବୁ କହିଲା। ସେଠଜୀ ଶେଖରକୁ ଗାଳି ଦେଲେ। ସେଇ ଦିନଠୁ ଶେଖର ନଟକୁ ଆହୁରି ହଇରାଣ କରିବାକୁ ଲାଗିଲା। ଥରେ ଖୁବ୍ ଶୀତ ପଡ଼ିଥାଏ। ଦିନେ ସକାଳୁ ଶେଖର କିଛି ଗରମ ଲୁଗା ଧରି ନଟ ପାଖକୁ ଆସି କହିଲା, ଏ ଭୟଙ୍କର ଥଣ୍ଡାରେ ଦେହ କମ୍ପି ଯାଉଛି। ଏସବୁ ଗରମ ଲୁଗା ବ୍ୟବହାର କଲେ ବହୁତ ଆରାମ। ତୁ ତୋ ପୁରୁଣା କୁର୍ତ୍ତା ସବୁ କାଢ଼ି ପକା, ଏଗୁଡ଼ିକ ମୁଁ ତତେ ଦେବି। ଗରମ ଲୁଗା ପାଇବା ଲୋଭରେ ନଟବର ତା ପୁରୁଣା ଲୁଗା ସବୁ କାଢ଼ିଦେଲା ଓ ଖାଲି ଗାମୁଛାଟିଏ ପିନ୍ଧି ଠିଆ ହୋଇ ଭାବୁଥାଏ, ଆଃ, ଶେଖର ବାବୁ କି ଦୟାଳୁ। କିନ୍ତୁ ଏ କ'ଣ? ଶେଖର ତାର ବଡ଼ କୁକୁରଟିକୁ ଡାକି ନଟବର ପଛରେ ତାକୁ ଗୋଡ଼ାଇବାକୁ ନିର୍ଦ୍ଦେଶ ଦେଲା। ଆଉ କହିଲା, ତୁ ଶୀଘ୍ର ଏଠୁ ପଳା, ନହେଲେ ତୋତେ ଟିକ୍ ଟିକ୍ କରି କାଟିଦବ। ଥଣ୍ଡାରେ ପୁଣି କୁକୁର ଭୟରେ ନଟର ସାରା ଦେହ ଖାଲି କମ୍ପୁଥାଏ। ଶେଖରର ଏପରି ନିର୍ଦ୍ଦୟ ବ୍ୟବହାରରେ ସେ ଦୁଃଖ କରିବ ନା ଆଶ୍ଚର୍ଯ୍ୟ ହେବ, ସେ କଥା ଭାବିବାକୁ ତାର ଆଉ ସମୟ ନଥିଲା। କୁକୁରର ଗର୍ଜନ ଶୁଣି ସେ ପଟପଟିଆ ହୋଇ ଦୌଡ଼ିଲା। କୁକୁର ମଧ୍ୟ ଦୌଡ଼ିଲା। ନଟ ଦୌଡ଼ି ଦୌଡ଼ି ହାମ୍ପି ଯାଇ କାନ୍ଦିବାକୁ ଆରମ୍ଭ କଲା। ତାପରେ ଶେଖର କୁକୁରକୁ ଡାକି ନେଲା ଓ ନଟକୁ କହିଲା, ପ୍ରକୃତରେ ଏ ଲୁଗା ଟିକିଏ ଥଣ୍ଡା ଥିଲା। ଏବେ ତ ତୋ ଦେହ ଗରମ ହୋଇଯାଇଥିବ। ଏଇ ଲୁଗା ପିନ୍ଧିଦେ। ଶେଖର ଦେଖିଲା ଦାମୀ ପୋଷାକ ଗୁଡ଼ିକ ସବୁ ଓଦା। ତେଣୁ ସେ ଚୁପଚାପ ନିଜର ପୁରୁଣା ଲୁଗା ପିନ୍ଧିଲା। ଶେଖରର ଏଇ କ୍ରୂର ଥଟ୍ଟା ତାକୁ ମୋଟେ ଭଲ ଲାଗିଲା ନାହିଁ। ସେ ମନେ ମନେ ସ୍ଥିର କଲା, ଏସବୁ କଥା ସେଠଜୀଙ୍କୁ ସେ କହିବ। ସେ ସେଠଙ୍କ ପାଖରେ ପହଞ୍ଚି ଦେଖିଲା, ଆଉ ଜଣେ ଚାକର ମଧ୍ୟ ସେଠଙ୍କ ପାଖରେ ଶେଖରର ଦୁଷ୍ଟାମି ବିଷୟରେ ଅଭିଯୋଗ କରୁଛି। ସେଠ ତାକୁ ବୁଝାଉଥାନ୍ତି, ଶେଖର ଯଦି କାମ ବେଳେ ତୁମ ସହିତ କୌଣସି ପ୍ରକାର ବଦମାସି କରେ ତ ତାକୁ ମୁଁ ଦଣ୍ଡ ଦେବି। କିନ୍ତୁ ଅନ୍ୟ ସମୟରେ ଯଦି ଟିକିଏ କ'ଣ ମଜା କରୁଛି ତ ସେସବୁ ମୋ ପାଖରେ ଅଭିଯୋଗ କରିବାର କୌଣସି ବି କାରଣ ନାହିଁ। ଯେତେ ଯାହା ହେଲେ ବି ସେ ପିଲା, ଦୁଷ୍ଟାମି ତ କରିବ ହିଁ। ତେଣୁ ପ୍ରତ୍ୟେକ କଥାରେ ଅଭିଯୋଗ କଲେ ଶୁଣିବାକୁ ମୋ ପାଖେ ଆଉ ଏତେ ସମୟ ନାହିଁ। ସେଠଜୀଙ୍କର ଏଭଳି କଥା ଶୁଣି ନଟବର ମଧ୍ୟ ଆଉ କୌଣସି ଅଭିଯୋଗ ନ କରି ସେଠାରୁ ଫେରିଆସିଲା। ସେଠଜୀଙ୍କ ଘରେ ତ ଅନେକ ଗୁଡ଼ିଏ ଚାକର ଥିଲେ, କିନ୍ତୁ ଶେଖର ସବୁଠାରୁ ନଟକୁ ବେଶୀ ହଇରାଣ କରେ। ଦିନେ ଜଣେ ଚାକର ଶେଖରକୁ ଗୋଟିଏ କୁକୁର ଛୁଆ ଆଣିଦେଲା। ତାପରେ ସେ ଯାଇ ନଟବରକୁ କହିଲା, ଏଣିକି ଶେଖର ଆଉ ତୋତେ ବେଶୀ ହଇରାଣ କରିବ ନାହିଁ, କାରଣ ତା ସହିତ ଖେଳିବାକୁ ମୁଁ ଗୋଟିଏ କୁକୁର ଛୁଆ ଆଣିଦେଇଛି। ଏକଥା ଶୁଣି ନଟବର ଅତ୍ୟନ୍ତ ଖୁସି ହେଲା। କିନ୍ତୁ କୁକୁର ଛୁଆର କଥା ଶୁଣି ତାର ପିଲାଦିନର ଘଟଣା ସବୁ ମନେ ପଡ଼ିଲା। ସେ ଏତେ ଦିନେ ଏହା ଉପଲବ୍ଧି କଲା କି ତାର ପିଲାଦିନର କୁକର୍ମର ଫଳ ଏବେ ସେ ଭୋଗ କରୁଛି। ତାପରେ ସେ ଶେଖରର କୁକୁର ଛୁଆ କଥା ଭାବିଲା। ଯଦି ଶେଖର ମୋ ପ୍ରତି ଏତେ ନିଷ୍ଠୁର ହୋଇପାରୁଛି, ତେବେ ସେ କୁକୁର ଛୁଆକୁ ତ ଆହୁରି ନିଷ୍ଠୁର ଭାବରେ ବ୍ୟବହାର କରିବ। ତେଣୁ ମୁଁ ଏବେ ଯଦି ସେହି ଛୁଆଟିର ଯତ୍ନ ନେବି, ତେବେ ପିଲାଦିନେ କରିଥିବା ପାପର ମୁଁ କିଛିଟା ପ୍ରାୟଶ୍ଚିତ କରିପାରିବି। ସେ ଯାଇ ଶେଖର ପାଖରେ ପହଞ୍ଚି ଦେଖିଲା,
ଶେଖର କୁକୁର ଛୁଆକୁ ତାର ବଡ଼ ଶିକାରୀ କୁକୁର ପାଖରେ ଛାଡ଼ିଛି। ସେ ଭୟରେ କୁଁ କୁଁ କରି ବୋବାଉଛି। ଏବେ ସେ ତାର ପିଲାବେଳର ଦୁଷ୍ଟାମି ଠିକ୍ ଉପଲବ୍ଧି କଲା। ସେ ଶେଖରକୁ ଗାଳି ଦେଇ କହିଲା, ତୋର ଯଦି ଏପରି ନିର୍ମମ ନିର୍ଯାତନା ଦେବାରେ ମଜା ହେଉଛି, ତେବେ ବରଂ ମୋତେ ଦେ। ମାତ୍ର ଏଇ ଅସହାୟ ପ୍ରାଣୀକୁ କାହିଁକି ଏତେ କଷ୍ଟ ଦେଉଛୁ? ତାକୁ ଛାଡ଼ିଦେ। ମୋତେ ଏ କଥା କହିବାକୁ ତୁ କିଏ? ଏଠୁ ଚାଲିଯା କହୁଛି। ଏହା କହି ଶେଖର ଛୁଆକୁ ଜାବୁଡ଼ି ଧରିଲା। ନଟ ମଧ୍ୟ ରାଗିଗଲା ଓ ସମସ୍ତ ଶକ୍ତି ଖର୍ଚ୍ଚ କରି କୁକୁର ଛୁଆକୁ ତାଠାରୁ ଛଡ଼ାଇଲା। ଯେତେବେଳେ ନ ପାରିଲା, ରାଗରେ ଶେଖରକୁ ସେ ଗୋଟିଏ ଚାପଡ଼ ମାରି କୁକୁର ଛୁଆକୁ ତାଠାରୁ ନେଇ ଚାଲିଗଲା। ସେଠଙ୍କ ପାଖରେ ଯାଇ ଏ ଖବର ପହଞ୍ଚିଲା। ସେ ରାଗିଯାଇ କହିଲେ, ଚାକରଙ୍କ ମୁହଁ ଦେଖ, ମୋ ପୁଅ ଉପରେ ସେ ପୁଣି ହାତ ଉଠାଇଲା। ସୁତରାଂ ସେ ସଙ୍ଗେ ସଙ୍ଗେ ନଟକୁ ଡାକି ଏହାର କାରଣ ପଚାରିଲେ। ନଟବର ଶାନ୍ତ ହୋଇ ଓ ନିର୍ଭୟ ଭାବରେ ସେମିତି ଠିଆ ହୋଇଥାଏ। ସେ ଉତ୍ତର ଦେଲା, ମାଲିକ, ଶେଖର ଏହି ଅସହାୟ କୁକୁର ଛୁଆକୁ ଖୁବ୍ ନିର୍ଯାତନା ଦେଉଥିଲା। ସେ ମୋତେ ମଧ୍ୟ ଅତ୍ୟନ୍ତ ନିର୍ମମ ଭାବରେ ନିର୍ଯାତନା ଦେଇଛି। ମୁଁ କିନ୍ତୁ ସବୁ ସହ୍ୟ କରିଛି ଏବଂ ଆପଣଙ୍କ ପାଖରେ ତା ବିରୁଦ୍ଧରେ କିଛି ହେଲେ ବି ଅଭିଯୋଗ କରିନାହିଁ। କିନ୍ତୁ ଏ ଅସହାୟ ପ୍ରାଣୀ ପ୍ରତି ତାର ନିଷ୍ଠୁରତା ମୁଁ ଆଦୌ ସହ୍ୟ କରିପାରିଲି ନାହିଁ। ମୋ ମନରେ କ୍ରୋଧ ଆସିଲା। ଏକଥା କହୁ କହୁ ତା ଆଖିରେ ହଠାତ୍ ଲୁହ ଭରିଗଲା। ତାପରେ ସେ ତା ପିଲାବେଳର ଘଟଣା କଥା ଶୁଣାଇ କହିଲା, ମୁଁ ମୋ ପିଲାବେଳର କରିଥିବା ପାପ ଯୋଗୁଁ ଅନେକ ଭୋଗୁଛି। ମୋର ସେହି ପାପର ସମ୍ପୂର୍ଣ୍ଣ କ୍ଷାଳନ ପାଇଁ ମୁଁ ଏବେ ସେହି କୁକୁର ଛୁଆଟିକୁ ଯତ୍ନରେ ପାଳିବାକୁ ଚାହେଁ। ତେବେ ଯାଇ ମୋତେ କିଛି ସୁଖ ଶାନ୍ତି ମିଳିବ। ନଟବରର କଥାରେ ସେଠଜୀ ବହୁତ ପ୍ରଭାବିତ ହୋଇ ତାକୁ 100 ଟଙ୍କା ଦେଇ କହିଲେ, ଠିକ୍ ଅଛି, ତୁ ଏ କୁକୁର ଛୁଆଟିକୁ ଯତ୍ନରେ ପାଳିବୁ। ଆଉ ଯଦି କେବେ ତୋ ସହିତ ଲାଗେ ତେବେ ମୋତେ କହିବୁ। ସେଠଜୀ ନଟକୁ ନ ମାରି ଅଧିକନ୍ତୁ ପୁରସ୍କାର ଦେବାରୁ ତାଙ୍କ ସ୍ତ୍ରୀ ଏଥିରେ ଖୁବ୍ ଆଶ୍ଚର୍ଯ୍ୟ ହେଲେ। ସେ ସେଠକୁ କହିଲେ, ନିଜ ପିଲାକୁ ମାରିଥିବା ଚାକରକୁ ଆପଣଙ୍କର ପୁରସ୍କାର ଦେବାଟା କିଭଳି ନ୍ୟାୟ ହେଲା? ସେଠଜୀ ଶାନ୍ତ ଭାବରେ କହିଲେ, ହଁ, ମୁଁ ଯାହା କରିଛି ନ୍ୟାୟ କରିଛି। ନଟ ବି ତା ପିଲାବେଳେ ଶେଖର ପରି ଚଗଲା ଥିଲା। ଏବେ ସେଥିପାଇଁ ସେ ଭୋଗୁଛି। ଶେଖରର କୁକାର୍ଯ୍ୟ ପାଇଁ ତାକୁ ମଧ୍ୟ ଭବିଷ୍ୟତରେ ଫଳ ଭୋଗିବାକୁ ପଡ଼ିବ। ତେଣୁ ନଟ ଯାହା କରିଛି, ତଦ୍ୱାରା ସେ ଯେ ଖାଲି କୁକୁର ଛୁଆକୁ ରକ୍ଷା କରିଛି ତାହା ନୁହେଁ, ଆହୁରି ମଧ୍ୟ ଶେଖରକୁ ସେ ରକ୍ଷା କରିଛି। ତେଣୁ ତାର ପୁଣ୍ୟ କାର୍ଯ୍ୟ ପାଇଁ ତାକୁ ମୁଁ ଏହି ପୁରସ୍କାର ଦେଲି। ସେ ଛୁଆଟିକୁ ପାଳିବା ପରେ ନଟ ଜୀବନରେ ବହୁତ ପରିବର୍ତ୍ତନ ଆସିଲା। ତାପରେ ତା ଗ୍ରାମରେ ବର୍ଷା ହେଲା, ଜମିରେ ଫସଲ ହେଲା। ସେ ତା ଗାଁକୁ ଫେରି ଆସିଲା। କ୍ରମେ ତାର ସଦ୍ଗୁଣ ସବୁ ପ୍ରକାଶ ପାଇବାକୁ ଲାଗିଲା। ତାର ଗୁଣରେ ପ୍ରଭାବିତ ହୋଇ ଜଣେ ଧନୀ ଚାଷୀ ତାର ଏକମାତ୍ର ଝିଅକୁ ନଟ ସହିତ ବିବାହ ଦେଲା। ତା ପରଠାରୁ ନଟର ପଶୁପକ୍ଷୀଙ୍କ ପ୍ରତି ସ୍ନେହ ଆହୁରି ବେଶୀ ବଢ଼ିଗଲା। ଏହିପରି ଭାବେ ସେ ସୁଖପୂର୍ବକ ନିଜର ଜୀବନ ବିତାଇଲା। ଧନ୍ୟବାଦ।